ଗାଁରେ 12 ବର୍ଷର ପୁଅ ଆରିଆନ୍ ରହୁଥିଲା। ସେ ପାଠ ପଢ଼ାରେ ବେଶୀ ଆଉ ଦେଶବାସୀର ଲୋକପ୍ରିୟ ଥିଲା। ତାର ଗୋଟିଏ ଭଲ ସାଙ୍ଗ ଥିଲା, ସିଆ ତାଙ୍କ ପାଖ ଘରେ ରହୁଥିଲା। ଦୁଇ ଜଣଙ୍କ ଦୋସ୍ତି ଗାଁର ଅଲଗା ପିଲାମାନଙ୍କ ପାଇଁ କଣ୍ଟା ଭଳି ଥିଲା। ଗୋଟିଏ ଦିନ ଗାଁକୁ ଗୋଟିଏ ପୁଅ ବିକ୍ରାନ୍ତ ଆସିଲା। ସେ ସହରରେ ରହୁଥିଲା ଆଉ ଗାଁର ପିଲାମାନଙ୍କ ସହ ମିଶିବା ଆଉ ଖେଳିବା ତାକୁ ଡର ଲାଗୁଥିଲା। ଆରିଆନ୍ ଆଉ ସିଆ ତାକୁ ଖେଳରେ ସାମିଲ କଲେ। ଆରମ୍ଭରେ ବିକ୍ରାନ୍ତ ତାଙ୍କ ସହ ଖେଳିବାକୁ ଆରିଆନ୍ ଆଉ ସିଆ ଦୁହେଁ ତାଙ୍କ ଖେଳରେ ସାମିଲ କଲେ। ତିନି ଜଣ ମିଶି ଖେଳ ଷ୍ଟାର୍ଟ କଲେ ଆଉ ବିକ୍ରାନ୍ତର ହସ ଫେରି ଆସିଲା। ତିନି ଜଣର ସମୟ ହସ ଖୁସିରେ ବିତିଗଲା। ବିକ୍ରାନ୍ତ ଆରିଆନ୍ ଆଉ ସିଆଙ୍କୁ ତାର ସହର ଜୀବନ ବିଷୟରେ କହିଲା, ଯାହାକି ତାଙ୍କ ଦୋସ୍ତି ଆହୁରି ଷ୍ଟ୍ରଙ୍ଗ ହୋଇଗଲା। ଗୋଟିଏ ଦିନ ଗାଁରେ ଗୋଟିଏ ଖେଳ ପ୍ରତିଯୋଗିତା ଆରମ୍ଭ ହେଲା। ଆରିଆନ୍ ଭାବିଲା କି ସେ ଆଉ ବିକ୍ରାନ୍ତ ଦୁହେଁ ମିଶି କ୍ରିକେଟରେ ଭାଗ ନେବା ପାଇଁ। ତାପରେ ସିଆ କହିଲା, ଆମେ ଭଲ ଭାବରେ ଅଭ୍ୟାସ କରି କିନ୍ତୁ ମ୍ୟାଚରେ ହାରିଗଲେ। ଆରିଆନ୍ ନିରାଶ ହୋଇଗଲା, କିନ୍ତୁ ସିଆ ତାକୁ ବୁଝେଇଲା, ଜିତିବା ଆଉ ହାରିବା କାହା ଭାଗ୍ୟରେ ହିଁ ଥାଏ। କଥା ଏଇଆ କି ଆମେ ସାଥିରେ ଖେଳିଲେ ଆଉ ସାଥିରେ ଚେଷ୍ଟା କଲେ। କିଛି ସମୟ ପରେ ବିକ୍ରାନ୍ତ ଗାଁରେ ଗୋଟିଏ ସମସ୍ୟା ଦେଖିଲା। ଗାଁର ପିଲା ଅକ୍ଷର ପଢ଼ିବାରେ ଦୁର୍ବଳ ଅଛନ୍ତି। ବିକ୍ରାନ୍ତ ଯାଇକି ଆରିଆନ୍ ଆଉ ସିଆକୁ କହିଲା, ଆମେ କିଛି କରିବାକୁ ପଡ଼ିବ। ସେ ଗୋଟିଏ ଅଧ୍ୟୟନ ସମୂହ ବନେଇଲା, ଯାହାକି ପିଲା ପଢ଼ିବାରେ ସକ୍ଷମ ହେଲେ।